ପିଲାମାନେ ଆଜି ଆମେ ଦଶମ ଶ୍ରେଣୀର ପ୍ରଥମ ଅଧ୍ୟାୟ ଭୌତିକ ବିଜ୍ଞାନର ପ୍ରଥମ ଅଧ୍ୟାୟ ରାସାୟନିକ ପ୍ରତିକ୍ରିୟା ଏବଂ ରାସାୟନିକ ସମୀକରଣ ଆରମ୍ଭ କରିବା। ଆଜି ଆମେ କଣ କଣ ପଢିବା ନା ଆଜି ଆମେ ପଢିବା ରାସାୟନିକ ପ୍ରତିକ୍ରିୟା, ରାସାୟନିକ ସମୀକରଣ ଏବଂ ଏହାର ସମତୁଲତା, ଏହି ସବୁ ବିଷୟରେ ପଢିବା। ତାହେଲେ ଆମେ ଆଜି ପ୍ରଥମେ ଆଲୋଚନା କରିବା ଯେ ରାସାୟନିକ ପ୍ରତିକ୍ରିୟା କାହାକୁ କୁହନ୍ତି। ପ୍ରଥମେ ଆମେ ଦେଖିବା ଆମ ଚତୁଃପାର୍ଶ୍ୱରେ ବା ଆମ ଚାରିପାଖେ କଣ କଣ ପରିବର୍ତ୍ତନ ସବୁ ଘଟୁଛି। ଲକ୍ଷ୍ୟ କର, ଯେଉଁ ଚିତ୍ରରେ ତୁମେ ଦେଖୁଛ, ପ୍ରଥମେ କଣ ଅଛି ନା ବରଫ ତରଳିବା। କଣ ଅଛି? ବରଫ ତରଳିବା। ଦେଖୁଛ, ତରଳିବା। ତାହେଲେ ବରଫ ତରଳିବା, ପିଲା ତମେ କହିପାରିବ ଯେ ବରଫ ତରଳିବା ଗୋଟିଏ କି ପ୍ରକାରର ପରିବର୍ତ୍ତନ? ଆମେ ନବମ ଶ୍ରେଣୀରେ ପଢିଛେ ଯେଉଁ ବରଫ ତରଳିବା ଏକ ଭୌତିକ ପରିବର୍ତ୍ତନ। କାହିଁକି ନା ବରଫ ଯେତେବେଳେ ତରଳି ଯାଉଛି, ପୁନଶ୍ଚ ସେ ତରଳ ବରଫରୁ ପୁଣି ତାକୁ ଥଣ୍ଡା କଲେ, ବରଫ ତରଳି ଗଲେ କଣ ହଉଛି? ଆମର ତରଳ ଜଳ ହେଇଯାଉଛି। ପୁଣି ସେ ଜଳକୁ ଆମେ ଥଣ୍ଡା କଲେ କଣ ହବ? ବରଫ ହେଇଯାଉଛି। ମାନେ ଏଠି ପଦାର୍ଥ ଯୋଉ ଅବସ୍ଥା ପରିବର୍ତ୍ତନ ଘଟୁଛି, ପୁନଶ୍ଚ ସେଇ ଅବସ୍ଥା ପୂର୍ବ ଅବସ୍ଥାକୁ ଫେରି ପାରୁଛି। ତେଣୁ ଏହା ଗୋଟେ କି ପ୍ରକାରର ପରିବର୍ତ୍ତନ? ନା ଭୌତିକ ପରିବର୍ତ୍ତନ। ସେମିତି କାଗଜରୁ ଖେଳନା ସୃଷ୍ଟି କରିବା, ଏହା କି ପ୍ରକାର ପରିବର୍ତ୍ତନ ହବ? ନା ଏହା ଭୌତିକ ହବ ନାହିଁ। କାହିଁକି ନା କାଗଜରୁ ଖେଳନା ସୃଷ୍ଟି କଲା ପରେ ପୁଣି ତାହାକୁ ସେ କାଗଜ କରିପାରିବା ନାହିଁ। ସେମିତି ମହମ ତରଳିବା, ଦେଖ ମହମ ତରଳିବା ଗୋଟେ କି ପ୍ରକାର ପରିବର୍ତ୍ତନ ହବ ବୋଲି ତୁମେ କହୁଛ? ଏଇଟା ତମକୁ କ୍ୱେଶ୍ଚନ ଦେଲି, ତୁମେ ମତେ କହିବ କମେଣ୍ଟରେ। ତାପରେ ଚୁଟି କାଟିବା, ଖାଦ୍ୟ ପ୍ରସ୍ତୁତ କରିବା, ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପରିବାରୁ ଖାଦ୍ୟ ପ୍ରସ୍ତୁତ କରିବା, କାଗଜକୁ ଜାଳିଦେବା, ଫଳ ପାଚି ନଷ୍ଟ ହେବା, ଲୁହାରେ କଳଙ୍କି ଲାଗିବା। ଏସବୁ ପରିବର୍ତ୍ତନ ଯୋଉ ଘଟୁଛି, ଏସବୁ କି ପ୍ରକାର ପରିବର୍ତ୍ତନ? ଯେମିତି ମୁଁ ବରଫ ତରଳିବା କଥା କହିଲି, ଲୁହାରେ କଳଙ୍କି ଲାଗିବା, ଦେଖ ଚିନ୍ତା କର, ଲୁହାଟା ଯେତେବେଳେ ନୂଆ କରି ଆସିଥାଏ, ସେତେବେଳେ ଲୁହାଟା କଣ କରେ? ଚକ୍ ଚକ୍ କରେ। କିନ୍ତୁ କିଛି ଦିନ ଯେତେବେଳେ ସେ ବାୟୁରେ ରହିଯାଏ, ରହିଗଲା ପରେ କଣ ହୁଏ ନା ବାୟୁରେ ଥିବା ଜଳୀୟ ବାଷ୍ପ, ଧୂଳିକଣା ଇତ୍ୟାଦି ସଂସ୍ପର୍ଶରେ ଆସି କଣ ହୁଏ ନା ଲୁହା ଉପରେ ଏକ ଲୋହିତ ବାଦାମୀ ରଙ୍ଗର ଆସ୍ତରଣ ଜମିଯାଏ, ଯାହାକୁ ଆମେ କଣ କହୁଛୁ ନା ଲୁହାର କଳଙ୍କି ବା ରଷ୍ଟ କହୁଛୁ। ଏହି ଲୁହାର କଳଙ୍କି ଯୋଉ ଲାଗେ, ଏହି କଳଙ୍କିରୁ ଆମେ ଲୁହାକୁ ପୁନଶ୍ଚ ଫେରି ପାଇବା କି? ନା, ପାଇବା ନାହିଁ। ଅର୍ଥ ଏଠି ପଦାର୍ଥ ଯୋଉ ଅବସ୍ଥା ପରିବର୍ତ୍ତନ ଘଟୁଛି, ନୂତନ ପଦାର୍ଥ ସୃଷ୍ଟି ହେଉଛି, ଏଠି ସେଇ ନୂତନ ପଦାର୍ଥରୁ ଆମେ ପୂର୍ବ ପଦାର୍ଥକୁ ଫେରି ପାଇବା ନାହିଁ। ତେଣୁ ଏହା ଗୋଟେ କି ପ୍ରକାର ପରିବର୍ତ୍ତନ? ଏହା ଏକ ରାସାୟନିକ ପରିବର୍ତ୍ତନ। ସେମିତି ଫଳ ପାଚିକି ନଷ୍ଟ ହେବା, ଫଳ ପାଚିଗଲେ ନଷ୍ଟ ହେଇଗଲେ ପୁଣି ପୁନଶ୍ଚ ସେ ପୂର୍ବ ଫଳ ପାଇପାରିବା କି? ପାଇପାରିବା ନାହିଁ। ଏହା ମଧ୍ୟ ରାସାୟନିକ ପରିବର୍ତ୍ତନ। ତେଣୁ ଆମେ ଜାଣିଛୁ ପରିବର୍ତ୍ତନ କେତେ ପ୍ରକାରର? ଦୁଇ ପ୍ରକାରର। ଗୋଟିଏ ହେଉଛି ଭୌତିକ ପରିବର୍ତ୍ତନ, ଆଉ ଗୋଟେ ହେଉଛି ରାସାୟନିକ ପରିବର୍ତ୍ତନ। ବୁଝିଗଲ? ଏବେ ଆମେ ବର୍ତ୍ତମାନ ଆଲୋଚନା କରିବା ଯେ ଆମ ଚତୁଃପାର୍ଶ୍ୱରେ ଯୋଉ ପରିବର୍ତ୍ତନ ଘଟୁଛି, ଦୁଇ ପ୍ରକାର ପରିବର୍ତ୍ତନ ମୁଁ କହିଗଲି, ଭୌତିକ ପରିବର୍ତ୍ତନ ଏବଂ ରାସାୟନିକ ପରିବର୍ତ୍ତନ। ହେଲେ ବର୍ତ୍ତମାନ ଆମେ ସେଇ ପରିବର୍ତ୍ତନ ବିଷୟରେ ଡିସ୍କସ କରିବା, ଆଲୋଚନା କରିବା। ଦେଖ, କଣ ହେଇଛି ନା ଯେଉଁ ପରିବର୍ତ୍ତନ ଦ୍ୱାରା ପଦାର୍ଥର ରାସାୟନିକ ସଂଯୋଗରେ କୌଣସି ପରିବର୍ତ୍ତନ ହୋଇନଥାଏ, ସେଭଳି ପରିବର୍ତ୍ତନକୁ ଭୌତିକ ପରିବର୍ତ୍ତନ କୁହାଯାଏ। ଆମେ ଗୋଟେ ପଏଣ୍ଟ କଣ କହିଲ ନା ରାସାୟନିକ ସଂଯୋଗ, ଯେଉଁ ପରିବର୍ତ୍ତନ ଦ୍ୱାରା ପଦାର୍ଥର କୌଣସି ରାସାୟନିକ ସଂଯୋଗରେ ପରିବର୍ତ୍ତନ ଘଟେ ନାହିଁ, ତାହାକୁ ଭୌତିକ ପରିବର୍ତ୍ତନ କହନ୍ତି। ଯେମିତିକା ମୁଁ କହିଗଲି ଟିକେ ଆଗରୁ ଯେ ବରଫର ପରିବର୍ତ୍ତନ ଘଟି ଜଳ ହବା। ଦେଖ, ବରଫର ସଂକେତ କଣ? ନା ବରଫର ସଂକେତ ହଉଛି ତୁମର ଜଳ ସଂକେତ, ଯାହା that means H2O। ତାହେଲେ ବରଫ, ଦେଖ ବରଫର ସଂକେତ କଣ ହବ? ତୁମର H2O ହବ। ବରଫ ଯେତେବେଳେ ପରିବର୍ତ୍ତନ ହେଇକି ଜଳ ହେଇଯାଉଛି, ସେ ଜଳର ସଂକେତ ବି କଣ ହେଇଯାଉଛି? ନା ସେଇ ସମାନ H2O। ତାହେଲେ ଏଇଠି ତୁମେ କଣ ଲକ୍ଷ୍ୟ କଲ ନା ଯେତେବେଳେ ବରଫ ତରଳିକି ଜଳ ହଉଛି, ଏଠି ଅବସ୍ଥା ପରିବର୍ତ୍ତନ ହଉଛି, କିନ୍ତୁ ପଦାର୍ଥର ରାସାୟନିକ ସଂଯୋଗରେ ପରିବର୍ତ୍ତନ ଘଟୁ ନାହିଁ। ବରଫର ମଧ୍ୟ ସଂକେତ H2O ଥିଲା ବେଳେ ଜଳର ମଧ୍ୟ ସଂକେତ H2O ଅଛି।
अर्थ पदार्थ रासायनिक संयोगर व रासायनिक संकेतर परिवर्तन घटू ना किंतु अवस्था परिवर्तन घटुची भौतिक परिवर्तन कहले। से भाव में आम जो देखा जे रासायनिक परिवर्तन कौन ना जो परिवर्तन द्वारा पदार्थ रासायनिक संयोगर परिवर्तन घटी थाए ताहाकू रासायनिक परिवर्तन कहती। ताले तुम माने लक्ष्य कर पिला माने ना जो परिवर्तन द्वारा पदार्थ रासायनिक संयोगर परिवर्तन घटी थाए ताहाकू रासायनिक परिवर्तन कहती। ताको कौन कहती आमे रासायनिक परिवर्तन कहती। ताले देखिबा फॉर एग्जांपल आमे टिके आगरु आलोचना करी गलु जे लुहा को जतेबेले आमे बाहर रखि दबा सेतेबेले लुहारे कलंकी हे जिवो। ताले हमरो रिएक्शन ता लिखिबा लुहा जतेबेले बाहर रहिला सेतेबेले से कोन होउची ना जलीय बाष्प सहित प्रतिक्रिया कला। जलीय बाष्प बा H2O गैस प्रतिक्रिया करी कोन सृष्टि करूची से ना Fe2O3 सृष्टि करूची। O3 एहा को हमें कोन कहूचु लुहार कलंकी। एहा को हमें कोन कहूचु लुहार कलंकी। ए जे लुहार कलंकी सृष्टि हला एहार रंग कोन जो कलर रे मु लेखुची लोहित बादामी रंग। एहार रंग होची कोन ना लोहित बादामी। हो लेखा जाउनी हो एहा रंग कोन हला लोहित बादामी। देखो एठी पदार्थ प्रथमे थिला कि आयरन लुहा थिला जतले से जल बाष्प सहित प्रतिक्रिया करिकी कोन हला Fe2O3 आयरन ऑक्साइड हला जहा रंग लोहित बादामी। एहा को लुहार कलंकी कहूचु बा रस्ट कहूचु। एठी पदार्थ संयोग रे परिवर्तन घटिछि। प्रथमे Fe थिला बेले सृष्टि हिछि कोन Fe2O3 तेनु पदार्थ संयोग रे परिवर्तन घटिला। तेनु एहा को हम कोन कहिबा रासायनिक परिवर्तन जोंटी पदार्थ संयोग रे परिवर्तन घटुछि। ओके बस तापरे आसीबा कोन कहला से ना एथिरे कोनसी नूतन पदार्थ जात हुए नाही कोथरे भौतिक परिवर्तन रे सही समान कथा। बरफ जतले तळे जाउची जल हेउची बरफ और जल खाली अवस्था परिवर्तन घटिला किंतु नूतन पदार्थ सृष्टि हला कि सेही जल H2O सेही बरफ H2O से कथा हेरा को भौतिक परिवर्तन। रासायनिक परिवर्तन कोन होची ना एथि नूतन पदार्थ सृष्टि हुए जाहाकि मूल पदार्थ थारो भिन्न। जेमति मु लुहा प्रतिक्रिया करला जल सहित देकी Fe2O3 हला नूतन पदार्थ Fe2O3 सृष्टि हला कलंकी कहूची ताकू एवं यह मूल पदार्थ थारो भिन्न निहाती Fe2O3 टा कोन हबो Fe थारो भिन्न हबो से कथा से कहूची नूतन पदार्थ सृष्टि हुए एवं यह मूल पदार्थ थारो भिन्न। तापरे कोन कहला ना भौतिक परिवर्तन रे मूल पदार्थ को विभिन्न भौतिक प्रक्रिया द्वारा फेरी पाइबा यह को तेनु यह प्रत्यावर्ती और अस्थायी। प्रथम कथा हला मूल पदार्थटी विभिन्न भौतिक प्रक्रिया द्वारा फेरी आसी परिबो। देखो मैं एटा को बुझौछि कोन हला एटा सपोज बरफ कोन हे गला जल हे गला एटा कोन ना बरफर विगलन कहंती। एहा को कोन कहंती बरफर विगलन कोन पई ना तापमात्रा देले हीट ए जे हीट लेखु जे तापमात्रा बरफ को तापमात्रा देले से तरले की जल हे जिवो एहा को ताहार विगलन प्रक्रिया कहू। एहा भौतिक परिवर्तन घटिला काहे ना बरफ से H2O जल भी से H2O एठी कोनोसी नूतन पदार्थ सृष्टि हेउ नाही संयोग परिवर्तन हो नाही एवं अवस्था केवल अवस्था परिवर्तन घटुछि। पुनश्च जल को मु ठंडा करिवि पुनश्च मु सेही जल को कोन करिवि ठंडा करिवि सेटा कोन हे जिवो बरफ हे जिवो। ताले एठी बरफ को ठंडा गरम कले जल हैला जल को पुणी से ठंडा कले बरफ हे जिवो अर्थात भौतिक प्रतिक्रिया चेंज कली माने भौतिक प्रक्रिया को चेंज कली गरम कली प्रथमे विगलन याको ठंडा कली याको कोन कहंती संघनन कहंती। याको कोन कहंती संघनन अर्थात जल को ठंडा करबा जाको संघनन प्रक्रिया कहउछु से बरफ हे जिवो सेही जल H2O बरफ H2O एठी केवल भौतिक प्रक्रिया चेंज करले पुनः से पूर्वतन अवस्था को फेरी आछि काहे कि ना बरफ जल हितला जल को पुणी ठंडा कले बरफ हैला अर्थात एटा जल रो पुणी पूर्व अवस्था बरफ को फेरी आसी पारुछि। तनो एटा की प्रकार प्रतिक्रिया हैला ए हैला तुमरो भौतिक प्रतिक्रिया एवं एहा प्रत्यावर्ती एवं एहा कोन
प्रत्यावर्ती और अस्थायी निश्चित भाव में बरफ जल हो जल को पुणी ठंडा कले बरफ हो तेणु पुनः से पूर्व अवस्था को फेरी पार्टी तेणु यहाँ प्रत्यावर्ती कहगला अस्थायी कहीं ना बरफ जिते जल हो जाऊँगी से सब से जल हो जदि ठंडा करुचु से पुणी बरफ हो स्थायी नुहे यह हूँ कौन अस्थायी सेकेंड कौन आम रासायनिक परिवर्तन पाखक आसवा यह मूल पदार्थ को आदौ फेरी पार ना रासायनिक परिवर्तन जो नूतन पदार्थ सृष्टि है मूल पदार्थ को आदौ फेरी पार ना फॉर एग्जांपल आमे कौन कहते ना Fe कौन होता युक्त H2O कौन होता Fe2O3 होता ये जो Fe युक्त H2O Fe2O3 होता जो Fe2O3 नूतन पदार्थ सृष्टि है से Fe पाई पार कि कदापि पाई पारिबा नहीं तो से कथा से कहूची जे यह मूल पदार्थ को आदौ फेरी पारिबो नहीं यह जो नूतन पदार्थ सृष्टि है से मूल पदार्थ को आदौ फेरी पारिबो नहीं Fe2O3 आमे Fe हे पारिबो नहीं आउ कौन कहला सी ना आउ कहला तुमरो यह अप्रत्यावर्ती अस्थायी अटे निश्चित भाव से जब मूल पदार्थ को फेरी पार नहीं F2O3 Fe पार नहीं अर्थ ये अप्रत्यावर्ती फेरी पारुची ना फेरी पारु नहीं सेठी कोन हेतला बरफ जल जल बरफ पण हे पारथला एठी किंतु Fe2O3 किंतु Fe2O3 रे Fe हे परिबो नहीं अर्थ एटा अप्रत्यावर्ती सेटा प्रत्यावर्ती हेतला बेले एटा अप्रत्यावर्ती एवं स्थायी निश्चित भाव यह सही Fe2O3 हे कि सब बेले रहिबो तनो यह स्थायी अटे तनो हम एठी बुझिले जे भौतिक परिवर्तन रे मूल पदार्थ को विभिन्न भौतिक प्रक्रिया द्वारा हमें पुनश्च फेरी पाइबा एवं यह प्रत्यावर्ती और अस्थायी किंतु रासायनिक परिवर्तन कौन होची मूल पदार्थ को आदौ फेरी पारिबा नहीं यह अप्रत्यावर्ती अस्थायी अटे तापरे कौन हला ना सामान्य तापमात्रा रे परिवर्तन जो एभली परिवर्तन हो पारिबो हां भौतिक परिवर्तनटा कौन होची ना टिके तापमात्रा परिवर्तन होइतिले भौतिक परिवर्तन संभव जेमिति का बरफ टिके अधिक तापमात्रा दे देले से जल हे जिवो जल टिके तापमात्रा टिके कमई देले से बरफ हे जिवो तेणु से सामान्य तापमात्रा जो परिवर्तन होची तले भौतिक परिवर्तन संभव किंतु रासायनिक परिवर्तन कौन ना सामान्य तापमात्रा दरकार हेले हबनी एठी अधिक तापमात्रा बा अधिक शक्तिर आवश्यकता रही एवं एथिरो मध्ये प्रचुर शक्ति निर्गत होइथाय तेनु गोटे फैक्ट मन रखिबो भौतिक परिवर्तन रे सामान्य तापमात्रा परिवर्तन सामान्य तापमात्रा बेसी बा कम हेले भौतिक परिवर्तन संभव किंतु रासायनिक परिवर्तन पई तापमात्रा अधिक बा शक्ति अधिक दरकार होइथाय एवं एथिरो मध्ये प्रचुर शक्ति मिले तापरे भौतिक परिवर्तन द्वारा पदार्थर आणविक संरचना रे कोनोसी प्रभाव पड़ी न थाए मु प्रथम कहि जाईची बरफ जल होला बा जल बरफ हबा भौतिक परिवर्तन एठी बरफर संकेत मध्ये H2O जलर संकेत मध्ये H2O अर्थात एठी पदार्थर आणविक संकेत रे बा आणविक संरचना रे किछि परिवर्तन घटिला नाही किंतु रासायनिक परिवर्तन रे कोन होची ना पदार्थर आणविक संरचना रे परिवर्तन घटे रासायनिक संयोग रे कोन हला ना पदार्थर आणविक संरचना रे परिवर्तन घटिबो केमिति ना आमे प्रथम आलोचना करथिलु जे Fe युक्त H2O कौन हला Fe2O3 हला एठी पदार्थर Fe युक्त H2O Fe2O3 आणविक संरचना जे परिवर्तन घटला एठी खाली Fe थिला एठी Fe2O3 अर्थात आणविक संरचना एठी परिवर्तन घटिला से कथा से कहउछि जे रासायनिक परिवर्तन रे आणविक संरचना रे परिवर्तन घटिबो तेनु मु आशा करछि तमे माने भौतिक परिवर्तन और रासायनिक परिवर्तन रो तफात पार्थक्य जानि परलो पिला माने तमे ए जो भौतिक परिवर्तन और रासायनिक परिवर्तन को स्क्रीनशॉट नै परिबो बा तमे पॉज करिकि देखि तो नोट करि नबो एठी मु आ पाखरे किछि देखछि देखो जेमिति खाद्य हजम हवा कहले पिले खाद्य हजम हवा की प्रकार परिवर्तन हबो निश्चय भाव तमे कहि परिबो खाद्य हजम हवा एक रासायनिक परिवर्तन घटिबो काहे कि ना खाद्य जतले हमें खाउछु से जतले शरीर भीतर को जाउछि हजम हेकि शक्ति निर्गत हो जाउछि सेही हजम होइतिबा शक्ति रु बा खाद्य रु शक्ति रु पुनः पूर्व खाद्य को फेरी पाइबा की पाइबा नहीं तेणु खाद्य हजम हेबा की प्रकार प्रतिक्रिया रासायनिक परिवर्तन सेमिति वर्षा हवा कहले वर्षा हवाटा की प्रकार परिवर्तन निश्चित भाव वर्षा हवाटा भौतिक परिवर्तन घटियो काहे कि ना जतले वर्षा हला वर्षा पानीटा पृथ्वी रे पड़ला से पानी जतले नई नाल को पळै गला से पानी बर्तन कोन हबो ताप पाई कि पुनश्च जल बाष्प होई जिवो जल बाष्प होई कि पुनी ऊपर को जिवो ऊपर को जाकी पुनी कि सब ठंडा हबो ठंडा है कि वर्षा हबो पुनी तळ को सेई जल है कि पड़िबो अर्थ वर्षा हवाटा गोटे की प्रकार परिवर्तन अवस्था एठी खाली अवस्था परिवर्तन घटुची एठी किंतु संरचना परिवर्तन घटू नहीं एठी पदार्थ मूल अवस्था को पुनश्च फेरी परुची पण वर्षा हवाटा की प्रकार परिवर्तन रासायनिक परिवर्तन सेमति मते को गछ काटिबा की प्रकार परिवर्तन हबो ना गछ काटिबा एक
ରାସାୟନିକ ପରିବର୍ତ୍ତନ ଘଟିବ। କାହିଁକି ନା ଗଛକୁ କାଟିକି ଯେତେବେଳେ ତୁମେ ଜାଳେଣୀ କରିଦଉଛ, ତାକୁ ଜାଳି ଦଉଛ, ସେଥିରୁ ପୁଣି ସେଇ ଗଛ ପାଇପାରିବା କି? ପାଇପାରିବା ନାହିଁ। ତେଣୁ ଏଠି ପୂର୍ବ ଅବସ୍ଥାକୁ ଫେରି ପାରିବ ନାହିଁ। ଏହା ଅପ୍ରତ୍ୟାବର୍ତ୍ତୀ, ଏହା ସ୍ଥାୟୀ। ନୂତନ ପଦାର୍ଥ ସୃଷ୍ଟି ହେଲା, ନୂତନ ପଦାର୍ଥରୁ ପୂର୍ବ ଅବସ୍ଥାକୁ ଫେରି ପାରିବା ନାହିଁ। ତେଣୁ ଏହା ଏକ ରାସାୟନିକ ପରିବର୍ତ୍ତନ। ବୁଝିହେଲା? ସେମିତି ଶ୍ୱସନ ପ୍ରକ୍ରିୟା ମଧ୍ୟ ତୁମେ ଯୋଉ ବିଜ୍ଞାନରେ ପଢିବ, ସେଟା ମଧ୍ୟ ଏକ ରାସାୟନିକ ପରିବର୍ତ୍ତନ। ମୁଁ ତମକୁ ଗୋଟେ ଟାସ୍କ ଦେଲି, ତମେ ମାନେ ମତେ କମେଣ୍ଟ ରେ ଜଣେଇବ ଯେ ଶ୍ୱସନ ପ୍ରକ୍ରିୟା ଏକ ରାସାୟନିକ ପରିବର୍ତ୍ତନ କାହିଁକି। ନିଶ୍ଚିତ ଭାବରେ ପିଲାମାନେ ତମମାନେ ମତେ କମେଣ୍ଟ ରେ ଜଣେଇବ। ମୁଁ ଆଶା କରିବି ତମମାନେ ଜଣେଇବ। ତାହେଲେ ଆମେ ଆଲୋଚନା କରିଗଲୁ ଯେ ଭୌତିକ ପରିବର୍ତ୍ତନ କଣ, ରାସାୟନିକ ପରିବର୍ତ୍ତନ କଣ ଆମେ ଆଲୋଚନା କରିଗଲୁ। ବର୍ତ୍ତମାନ ଆସିବା ଆମେ ରାସାୟନିକ ପ୍ରତିକ୍ରିୟା କାହାକୁ କୁହନ୍ତି। ଆମେ ବର୍ତ୍ତମାନ ଜାଣିବା ରାସାୟନିକ ପ୍ରତିକ୍ରିୟା କଣ। ଦେଖ, ତୁମର ରାସାୟନିକ ପରିବର୍ତ୍ତନ ଦ୍ୱାରା ପଦାର୍ଥର ଆଣବିକ ସଂରଚନାରେ ପରିବର୍ତ୍ତନ ହେଉଥିବା ଯୋଗୁଁ ନୂତନ ପଦାର୍ଥ ସୃଷ୍ଟି ହୁଏ। ଏଣୁ ରାସାୟନିକ ପରିବର୍ତ୍ତନ ଘଟିଲେ ତାହାକୁ ରାସାୟନିକ ପ୍ରତିକ୍ରିୟା କହନ୍ତି। ତେଣୁ ଆମେ ଏଇଠି ଗୋଟେ କଥା କ୍ଲିୟର ହେଇଗଲେ ଯେ ଯେଉଁ ପ୍ରତିକ୍ରିୟାରେ କଣ ହୁଏ ନା ରାସାୟନିକ ପରିବର୍ତ୍ତନ ଘଟେ, ତାହାକୁ ଆମେ ରାସାୟନିକ ପ୍ରତିକ୍ରିୟା କହିବା। କାହିଁକି ନା ରାସାୟନିକ ପରିବର୍ତ୍ତନ ଦ୍ୱାରା ପଦାର୍ଥର ଆଣବିକ ସଂରଚନାରେ ପରିବର୍ତ୍ତନ ଘଟେ। ଆମେ ପୂର୍ବରୁ ଆଲୋଚନା କରିଗଲୁ ଟିକେ ଆଗରୁ। ତେଣୁ ନୂତନ ପଦାର୍ଥ ସୃଷ୍ଟି ହୁଏ ଏଠି। ତେଣୁ ରାସାୟନିକ ପରିବର୍ତ୍ତନ ଘଟିଲେ ତାହାକୁ ରାସାୟନିକ ପ୍ରତିକ୍ରିୟା କୁହାଯାଏ। ତେଣୁ ଆମେ ଏଠି ଗୋଟେ ବାକ୍ୟରେ କହିବା ଯେ ରାସାୟନିକ ପରିବର୍ତ୍ତନ ଦ୍ୱାରା ପଦାର୍ଥର ଆଣବିକ ସଂରଚନାରେ ପରିବର୍ତ୍ତନ ହେଉଥିବା ଯୋଗୁଁ ନୂତନ ପଦାର୍ଥ ସୃଷ୍ଟି ହୁଏ। ତେଣୁ ରାସାୟନିକ ପରିବର୍ତ୍ତନ ଘଟିଲେ ତାହାକୁ ଆମେ ରାସାୟନିକ ପ୍ରତିକ୍ରିୟା କହିବା। ଅର୍ଥ, ଯେଉଁ ପରିବର୍ତ୍ତନରେ ରାସାୟନିକ ପରିବର୍ତ୍ତନ ଘଟେ ତାହାକୁ ଆମେ ରାସାୟନିକ ପ୍ରତିକ୍ରିୟା କହିବା, ବା ଯେଉଁ ପ୍ରତିକ୍ରିୟାରେ ରାସାୟନିକ ପରିବର୍ତ୍ତନ ଘଟେ ତାହାକୁ ଆମେ ରାସାୟନିକ ପ୍ରତିକ୍ରିୟା କହିବା। ଭେରି ଗୁଡ୍। ତାହେଲେ ପିଲାମାନେ ତମେ ଆଶା କରିବା ଯେ ଆମେ ଜାଣିବା କିପରି ଗୋଟେ ପ୍ରତିକ୍ରିୟା ହଉଛି ସେଟା ରାସାୟନିକ ପ୍ରତିକ୍ରିୟା ହଉଛି ନା ଭୌତିକ ପ୍ରତିକ୍ରିୟା ହଉଛି। ନା ସେଠି ଆମେ କିଛି ସିମ୍ପଟମ୍ସ ଦେଖୁଛୁ। କଣ ନା ରାସାୟନିକ ପରିବର୍ତ୍ତନ ଯୋଗୁଁ ଯଦି ଏକ ବା ଅଧିକ ନିମ୍ନଲିଖିତ ପରିବର୍ତ୍ତନ ଗୁଡିକ ଦେଖାଯାଏ, ତେବେ ରାସାୟନିକ ପ୍ରତିକ୍ରିୟା ହୋଇଛି ବୋଲି ଜାଣିବାକୁ ପାଇବା। ଆମେ ନିମ୍ନରେ କିଛି ପରିବର୍ତ୍ତନ କଥା ଆଲୋଚନା କରିବା। ଯଦି ସେହି ପରିବର୍ତ୍ତନରୁ ଗୋଟେ ବା ଦୁଇଟା ବା ଅଧିକ ପରିବର୍ତ୍ତନ ଘଟୁଛି ବୋଲି ଆମେ ରାସାୟନିକ ଘଟୁଛି ବୋଲି ସେଇ ପ୍ରତିକ୍ରିୟା ଦେଖିବା, ତାହେଲେ ସେଇ ପ୍ରତିକ୍ରିୟାକୁ ଆମେ କଣ କହିବା ନା ରାସାୟନିକ ପ୍ରତିକ୍ରିୟା। ସପୋଜ ଗୋଟେ ପ୍ରତିକ୍ରିୟା ହଉଛି, ସେଇ ପ୍ରତିକ୍ରିୟାରେ କଣ ହଉଛି ନା ଅବସ୍ଥା ପରିବର୍ତ୍ତନ ଘଟୁଛି, ଗୋଟେ ଗ୍ୟାସ ନିର୍ଗମନ ହଉଛି, ତାହାର ବର୍ଣ୍ଣ ବା ରଙ୍ଗର ପରିବର୍ତ୍ତନ ଘଟୁଛି, ତାହାର ତାପମାତ୍ରାରେ ପରିବର୍ତ୍ତନ ଘଟୁଛି। ଓକେ, ତାହେଲେ ଏଇ ସବୁ ପରିବର୍ତ୍ତନ ଘଟିଲେ ଆମେ କହିପାରିବା ତାହା ଏକ ରାସାୟନିକ ପ୍ରତିକ୍ରିୟା ହଉଛି ବୋଲି। ତାହେଲେ ଆମେ କଣ ଜାଣିଲେ ନା ଗୋଟେ ପ୍ରତିକ୍ରିୟା ରାସାୟନିକ ପ୍ରତିକ୍ରିୟା ବୋଲି ଆମେ ଜାଣିବା କିପରି ନା ସେ ରାସାୟନିକ ପରିବର୍ତ୍ତନ ହଉଥିବ। ରାସାୟନିକ ପରିବର୍ତ୍ତନ ହଉଛି ବୋଲି ଆମେ ଜାଣିବା କିପରି ନା ସେଠି କଣ ହଉଥିବ ନା ଅବସ୍ଥା ପରିବର୍ତ୍ତନ ଘଟୁଥିବ, ଆଉ କଣ ବର୍ଣ୍ଣ ବା ରଙ୍ଗରେ ପରିବର୍ତ୍ତନ ଘଟୁଥିବ, ତାପମାତ୍ରାରେ ପରିବର୍ତ୍ତନ ଘଟୁଥିବ। ତାହେଲେ ଆମେ ଜାଣିବା ଗ୍ୟାସ ନିର୍ଗମନ ହଉଥିବ। ତାହେଲେ ଜାଣିବା ଆମେ ରାସାୟନିକ ପ୍ରତିକ୍ରିୟା ହଉଛି। ଆମେ ଗୋଟେ ଏକ୍ସାମ୍ପଲ ନେଇକି ଦେଖିବା। ଯେମିତିକା କଣ ନା ମାଗ୍ନେସିୟମ ରିବନ ବା ମାଗ୍ନେସିୟମ ଫିତା ର ଦହନରେ ମାଗ୍ନେସିୟମ ଅକ୍ସାଇଡ ସୃଷ୍ଟି ହବ। ଯେମିତି ମାଗ୍ନେସିୟମ ନବା 2mg, ଅମ୍ଳଜାନ ନବା O2 ଦେଇକି ମାଗ୍ନେସିୟମ ଅକ୍ସାଇଡ 2mg ସୃଷ୍ଟି କରିବା। ଏହା ଏକ ରାସାୟନିକ ପ୍ରତିକ୍ରିୟା। ହଉ ପିଲାମାନେ, ନା ତୁମର ମାଗ୍ନେସିୟମ 2mg, ଅମ୍ଳଜାନ O2 ସୃଷ୍ଟି ହେଲା କଣ MgO। ଏଠି ଦେଖ ମାଗ୍ନେସିୟମ ର ରଙ୍ଗ କଣ ହେଇଥିବ ନା ମାଗ୍ନେସିୟମ ଟା ଚକଚକ କରୁଥିବ, ଆଉ ଅମ୍ଳଜାନ କଣ ହେଇଥିବ, ସିଏ ତ ବାୟୁରେ ଅଛି, ତାର କଲର କିଛି ନାହିଁ। ବର୍ତ୍ତମାନ 2mgO ହେଲା ମାଗ୍ନେସିୟମ ଅକ୍ସାଇଡ। ଦେଖ ନୂତନ ପଦାର୍ଥ ସୃଷ୍ଟି ହେଇଛି ମାଗ୍ନେସିୟମ ଅକ୍ସାଇଡ। ଆଉ କଣ ହେଇଛି ନା ଏଠି କିଛି ଆଲୋକ ବାହାରିବ, ଉଜ୍ଜ୍ୱଳ ଆଲୋକ ବାହାରିବ। ଆମେ ସେଟା ପରୀକ୍ଷାଗାରରେ କରିକି ଦେଖିବା ଯେ ମାଗ୍ନେସିୟମ ପାତକୁ ଜଳାଇଲେ ଉଜ୍ଜ୍ୱଳ ଆଲୋକ ବାହାରିବ। ତାହେଲେ ଉଜ୍ଜ୍ୱଳ ଆଲୋକ ବାହାରିଲା, ନୂତନ ପଦାର୍ଥ ସୃଷ୍ଟି ହେଲା। ଏଇ MgO ରୁ Mg ପାଇପାରିବା କି? ପାଇପାରିବା ନାହିଁ। ଅର୍ଥାତ ଏହା ଅପ୍ରତ୍ୟାବର୍ତ୍ତୀ। ଏହା MgO ରୁ Mg ପାଇପାରିବା ନାହିଁ ମାନେ ଏହା ସ୍ଥାୟୀ, ଅପ୍ରତ୍ୟାବର୍ତ୍ତୀ। ନୂତନ ପଦାର୍ଥ ସୃଷ୍ଟି ହେଉଛି, ନୂତନ ପଦାର୍ଥରୁ ପୂର୍ବତନ ପଦାର୍ଥକୁ ଫେରି ପାରିବା ନାହିଁ। ତେଣୁ ଏହା ଗୋଟେ କଣ କଣ ହେଲା ଅବସ୍ଥା ପରିବର୍ତ୍ତନ ଘଟିଲା। ଅବସ୍ଥା କାହିଁକି ନା ଦେଖ ଏଠି ମାଗ୍ନେସିୟମ ଟା ହଉଛି କଣ କଠିନ, କିନ୍ତୁ MgO କଣ ହବ ଚୂନା ସୃଷ୍ଟି ହବ। କଣ ସୃଷ୍ଟି ହବ? ଚୂନା। ତେଣୁ କଠିନରୁ ଚୂନା ହେଇଗଲା ମାନେ ଅବସ୍ଥା ପରିବର୍ତ୍ତନ ଘଟିଲା। ନୂତନ ପଦାର୍ଥ MgO ସୃଷ୍ଟି ହେଲା। ତାପରେ କଲର ବି ପରିବର୍ତ୍ତନ ହବ। ଏହା ଧଳା ହେଇଥିଲା ବେଳେ କିଏ ମାଗ୍ନେସିୟମ ଫାତା, ଏହା ହବ କି ପାଉଁଶିଆ କଲର ହବ। ତାପରେ
ଆଲୋକ ସୃଷ୍ଟି ହବ ମାନେ ତାପ ସୃଷ୍ଟି ହେଲା। ତେଣୁ ଏଠି ବିଭିନ୍ନ ପ୍ରକାର ରାସାୟନିକ ପରିବର୍ତ୍ତନ ସୃଷ୍ଟି ହେଲା। ତେଣୁ ଏହା ଗୋଟେ ରାସାୟନିକ ପ୍ରତିକ୍ରିୟା। ତେଣୁ ମୁଁ ଆଶା କରିବି ଯେ ତୁମମାନେ ରାସାୟନିକ ପ୍ରତିକ୍ରିୟା କଣ ଆଜି ଜାଣିପାରିଲ। ଆମେ ଆସନ୍ତା ପିରିୟଡକୁ ମାଗ୍ନେସିୟମ ପାତ୍ର ଦହନ ରୁ ଆରମ୍ଭ କରିବା ଆଉ ବିଭିନ୍ନ ପ୍ରକାର ରାସାୟନିକ ପ୍ରତିକ୍ରିୟା ବିଷୟରେ ଆମେ ଜାଣିବା। ଆଜି ଏତିକି ଥାଉ। ତୁମମାନେ ଭିଡିଓଟିକୁ ଭଲକି ଦେଖ, ବୁଝ ଏବଂ ଯଦି କିଛି ଡାଉଟ ହଉଛି ମତେ କମେଣ୍ଟରେ ଜଣାଅ। ଆମେ ଆଜି ତାହେଲେ କଣ ଜାଣିଲେ ନା ରାସାୟନିକ ପ୍ରତିକ୍ରିୟା କଣ, ରାସାୟନିକ ପରିବର୍ତ୍ତନ କଣ, ଭୌତିକ ପରିବର୍ତ୍ତନ କଣ, ରାସାୟନିକ ପ୍ରତିକ୍ରିୟା କାହାକୁ କହନ୍ତି, ରାସାୟନିକ ପ୍ରତିକ୍ରିୟା ହଉଛି ବୋଲି ଆମେ ଜାଣିବା କିପରି ଏବଂ ମାଗ୍ନେସିୟମ ସହିତ ଅମ୍ଳଜାନ ଦହନ ଏହା ରାସାୟନିକ ପ୍ରତିକ୍ରିୟା କାହିଁକି ଆମେ ତାକୁ ବୁଝେଇଲେ। ଓକେ, ଧନ୍ୟବାଦ ପିଲାମାନେ।